ସମସ୍ତେ ସେଇ ଛକରେ ବସିକି ଚାହା ପିଉଛନ୍ତି, ବସିକି ସବୁ ଟାଇମ ପାସ୍ କରୁଛନ୍ତି, ମଜା ନଉଛନ୍ତି, ଝାଲମୁଢି ଖାଉଛନ୍ତି ବସିକି। ଯଦି କାହାରି ଦେଖା ନାହିଁ, ଥରେ ଆସିକି ବୁଲିକି ଯାଏ, ଆମ ଗାଁ ବାଲା ଆସିକି ରିକ୍ୱେଷ୍ଟ କରୁଥିଲେ ଆମକୁ ଦେଖିକି ଆସିବେ ଯାଇକି, କାହାରି ଦେଖା ନାହିଁ। ଦେଖନ୍ତୁ ଦର୍ଶକ ବନ୍ଧୁ, ବର୍ତ୍ତମାନ ଅବିକା ଆମେ ପହଞ୍ଚି ଯାଇଛୁ ଶଙ୍କରପୁର, ବଡ଼ ଶଙ୍କରପୁର ମୋର 21 ନମ୍ବର ୱାର୍ଡରେ। ଏପଟେ 21 ନମ୍ବର ୱାର୍ଡ, ଏପଟେ ହେଲା 20 ନମ୍ବର ୱାର୍ଡ। ସେଇଟା 21 ନମ୍ବର 20 ନମ୍ବର ୱାର୍ଡର ପାରିଷଦ ମାନେ ବର୍ତ୍ତମାନ ଅବିକା ଦେଖା ନାହାନ୍ତି। ଯୋଉ ପାଣିରେ ଯୋଉ ଦୁର୍ଗନ୍ଧ ବାହାରୁଛି, ପାଣିର ଯୋଉଟା ଅବସ୍ଥା ବର୍ତ୍ତମାନ, ଯେ ଆଣ୍ଠୁ ଆଣ୍ଠୁ ପାଣିରେ ଜୀବିକା, ସେ ଯୋଉ ବସବାସ କରୁଛନ୍ତି ମଣିଷ ବି ସେମାନେ ଯୋଉ ଅଛି ଘରେ ରହିପାରିବେ ନାହିଁ। ବର୍ତ୍ତମାନ ଦେଖନ୍ତୁ ଆଠୁଆ ଆଠୁଆ ପାଣିରେ ଆମେ ଭିଜିଟ୍ କରୁଛୁ, ଗ୍ରାଉଣ୍ଡ ଜିରୋରୁ ଆସିକି ଦେଖିଲୁ। ସେ ଯୋଉ ଗ୍ରାଉଣ୍ଡ ଜିରୋ ଦେଖିଲା ପରେ ବିଭିନ୍ନ ଜାଗାରେ ଅସୁବିଧା, ପୁରା ଆଠୁଆ ଆଠୁଆ ପାଣି। এই ଆଠୁଆ ଆଠୁଆ ପାଣି ବର୍ତ୍ତମାନ ମାନେ ଯୋଉ ଅଛି ଅବସ୍ଥାରେ କୌଣସି ପ୍ରକାର ଜିଲ୍ଲା ପ୍ରଶାସନ ହୁଅନ୍ତୁ କି କୌଣସି ପ୍ରକାର ମାନେ ଯୋଉ ଅଛି ଆମର ପୌର ପାରିଷଦ ହୁଅନ୍ତୁ କି ମାନେ ଯୋଉ ଅଛି ରିଲିଫ ଫଣ୍ଡର କିଛି ଶୁକ୍ଲା ଖାଦ୍ୟ ହଉ କି ରନ୍ଧା ଖାଦ୍ୟ ହଉ, କିଛି ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ। ଆଜିକୁ 4 ଦିନ ହେଲାନି ଏଇ ବର୍ତ୍ତମାନ ପାଣିରେ ବର୍ତ୍ତମାନ ସେ ରହିଛନ୍ତି ମଣିଷ। ତାଙ୍କ ପାଖରେ ପଚାରିକି ବୁଝିବା, ସେ ସ୍ଥାନୀୟ ଲୋକ ଅଛନ୍ତି, ତାଙ୍କର ସେଇ ଜାଗାରେ ସେ ଅଛନ୍ତି। ବର୍ତ୍ତମାନ ଦେଖନ୍ତୁ ଘର କାନ୍ଥ ପଡ଼ିକି ପୁରା ଏକଦମ ମାନେ ଯୋଉ ଅଛି, ମୁଁ କହିବି ଆମ କ୍ୟାମେରାମ୍ୟାନକୁ ଟିକେ କ୍ୟାମେରା ଟିକେ ଫୋକସ କରିବେ। ଏଇ ଯୋଉ ଘର ଭଙ୍ଗା ଘରଟା, ସେଇଠି ଦେଖନ୍ତୁ ଚୁଲି ଅଛି, ସେଇଠି ଦେଖ ହାଣ୍ଡି କଡ଼ା ଅଛି, ସେଇଠି ଫ୍ୟାନ୍ ଅଛି। ଏପଟେ ଆମେ ଯାଇକି ଘର ଭିତରକୁ ଦେଖିଥିଲୁ, ସେ ଯୋଉ ଆଣ୍ଠୁଏ ଆଣ୍ଠୁଏ ପାଣି, ସେ ଯୋଉ ଆଣ୍ଠୁଏ ଆଣ୍ଠୁଏ ପାଣିରେ 7 ଜଣ 8 ଜଣ ରହିବେ କେମିତିଆ? ମଣିଷ ତ ରହିବେନି। ମାନେ ଯୋଉ ଅଛି ଦେଖନ୍ତୁ ଗୁରୁ ଗାଈ ମାନେ ବାଛୁରୀ ଛେଳି ଛୁଆ ବି ମାନେ ଯୋଉ ଅଛି ଆଶ୍ରୟ ମାଗୁଛନ୍ତି। ସେଇ ଆଶ୍ରୟ ଯୋଉ ମାନେ ମାଗୁଛନ୍ତି, ସେଇ ଖଣ୍ଡେଟେ ମାନେ ତାଙ୍କ ଘର ନାହିଁ। ଘର ନାହିଁ, ଘର ଯଦି ଅଛି ଆଣ୍ଠୁଏ ଆଣ୍ଠୁଏ ପାଣି ଅଛି। ତାଙ୍କ ଘରକୁ ପାଖକୁ ଆମେ ଆସିଲି, ଭିଜିଟ୍ କଲୁ, ଦେଖିଲୁ, ଗ୍ରାଉଣ୍ଡ ଜିରୋରୁ ଦେଖିଲୁ। ଦେଖିଲା ପରେ ଆମେ ଯାହା ଅନୁଭବ କଲୁ ସେଟା ମାନେ ଯୋଉ ଅଛି ନ କହିଲେ ଗଲା। ଯୋଉ ଅଛି କାହିଁକି ଆମେ କହୁଛୁ, ଆମକୁ ମାନେ ଯୋଉ ଅଛି ସେଇ ଗ୍ରାଉଣ୍ଡ ଜିରୋକୁ ତାଙ୍କ ଗାଁ ଲୋକଙ୍କୁ ପଚାରି ବୁଝିବା। ଆପଣଙ୍କୁ ସ୍ୱତନ୍ତ୍ର ଓଡ଼ିଶା ଲାଇଭକୁ ସ୍ୱାଗତ କରୁଛି। ଆପଣ ନାଁଟା କ'ଣ? ମୋ ନାଁ କମଲ। କ'ଣ ହେଇଛି ଅସୁବିଧା ଆପଣଙ୍କ ଗାଁରେ? ଅସୁବିଧା ଏଠି କ'ଣ, 3 ଦିନ ହେଲା ବର୍ଷା ପାଣି ପୁରା ଆଠୁ ଆଠୁ ଠିଆ ହେଇଛି, ଆପଣ ନିଜେ ଦେଖୁଛନ୍ତି ଆସିକି ପଶିକି। ଏଠି ଭୋଟ ପୂର୍ବରୁ ଦେଖିଲା ବେଳକୁ ସବୁ ଚେୟାରମ୍ୟାନ୍ ହଉ କି ଆମର କାଉନସିଲର ହଉ କି ସମସ୍ତେ ଆସିକି ହାତ ଚାଟୁକାର ସବୁ ଆସିକି ହାତ ଯୋଡ଼ିକି କହୁଛନ୍ତି କି ଆମକୁ ଭୋଟ ଦିଅ ବୋଲି। ଭୋଟ ନେଲା ପରେ କାହାରି ଦେଖା ନାହିଁ ଏପର୍ଯ୍ୟନ୍ତ, ନା କୌଣସି ଗୋଟେ କାଉନସିଲର ଦେଖା ଅଛି, ନା ଗୋଟେ ଚେୟାରମ୍ୟାନ ଦେଖା ଅଛି। ସମସ୍ତେ ସେଇ ଛକରେ ବସିକି ଚାହା ପିଉଛନ୍ତି, ବସିକି ସବୁ ଟାଇମ ପାସ୍ କରୁଛନ୍ତି, ମଜା ନଉଛନ୍ତି, ଝାଲମୁଢି ଖାଉଛନ୍ତି ବସିକି। ଯଦି କାହାରି ଦେଖା ନାହିଁ, ଥରେ ଆସିକି ବୁଲିକି ଯାଏ, ଆମ ଗାଁ ବାଲା ଆସିକି ରିକ୍ୱେଷ୍ଟ କରୁଥିଲେ ଆମକୁ ଦେଖିକି ଆସିବେ ଯାଇକି, କାହାରି ଦେଖା ନାହିଁ। ସବୁ ଗଲେ କୁଆଡ଼େ ଏପର୍ଯ୍ୟନ୍ତ। ଆମେ ଯଦି ବିଶ୍ୱାସରେ ଗୋଟେ ଭୋଟ ଦେଇକି ଜିତେଇକି ଗୋଟେ କାଉନସିଲର କରିଥିଲୁ, ଆମେ ଚେୟାରମ୍ୟାନ କରିଥିଲୁ ସପୋର୍ଟ କରିକି, ଏପର୍ଯ୍ୟନ୍ତ ଗଲେ କୁଆଡ଼େ, ଗଲେ କୁଆଡ଼େ ସମସ୍ତେ, କାହାର ଦେଖା ନାହିଁ। ନିହାତି ଗରିବ ଲୋକ ସବୁ କରିବେ କ'ଣ? ଘର ଭାଙ୍ଗିଗଲା, ତାଙ୍କର ଛୁଆ ପିଲା କେହି ନାହାନ୍ତି, ତାଙ୍କ ବାପା ମା କେହି ନାହାନ୍ତି, କି ହଜବେଣ୍ଡ ବି ନାହିଁ। ଘର ମାସକୁ ସରକାର 1500 ଟଙ୍କା ଦଉଛି, ତାଙ୍କ 1500 ଟଙ୍କା ତାଙ୍କର କ'ଣ ସେ ଭରଣ ପୋଷଣ ହେଇଯାଏ ତାଙ୍କର? 1500 ଟଙ୍କା ଡ୍ରେନ୍ ସବୁ ଜାମ୍, ଡ୍ରେନ୍ ଟୋଟାଲ କାଲି ଆସିକି ସନ୍ଧ୍ୟା ବେଳକୁ 4ଟା ବେଳକୁ ଆସିକି ସବୁ ଡ୍ରେନ୍ ସଫା କରୁଥିଲେ, ସବୁ କିଛି ହେଇପାରିବନି, ଖାଲି ମିଛରେ ଖାଲି ହଲ ହଲ କରୁଛନ୍ତି ଆସିକି। ତା 3 ମାସ ପୂର୍ବରୁ ତ ଡିକ୍ଲାର ଦେଲାଣି, ବର୍ଷା ପାଣିପାଗ ବିଭାଗ କହିଲାଣି କି ବର୍ଷା ହବ। ସବୁ ଯାଇଥିଲେ କୁଆଡ଼େ? କାଲି ସନ୍ଧ୍ୟା ବେଳକୁ ଆସିକି ହଲ ହଲ କରୁଛନ୍ତି, ଆସିକି ଡୁଜର ଆଣିକି ହଲ ହଲ କରୁଛନ୍ତି। ମୁଁ କହିଲି ତ, ମତେ କହିଲେ ଏଟା ହବ, ଧୀରେ ଧୀରେ ହବ। ଧୀରେ କ'ଣ ଗାଁଟା ଭାସିଗଲା ପରେ ହବ କି, ନା ଲୋକ ମରିଗଲା ପରେ ହବ? ଯେହେତୁ ତମ ଘର ଲୋକ ଭଲ ଶାନ୍ତିରେ ଅଛନ୍ତି, ମାଗଣା ଖାଉଛ, ସରକାର ପଇସା ନେଇକି ଖାଉଛ, ଚଳୁଛ ତ। ଦେଖନ୍ତୁ ଅଛି ତାଙ୍କର ମାନେ କୌଣସି ପ୍ରକାର ମାନେ ବର୍ତ୍ତମାନ ସୁବିଧା ପାଇନାହାନ୍ତି। ରନ୍ଧା ଖାଦ୍ୟ ଆପଣଙ୍କୁ ଦେଇଛନ୍ତି? ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ? ଶୁଖିଲା ଖାଦ୍ୟ ଦେଖା ନାହିଁ, କୋଉ କାଉନସିଲର ଦେଖା ନାହିଁ, ତ ଦବ କିଏ ଆଣିକି? ସେ ଦେଲେ ସେ ବସି ଗୋଟେ କାନ୍ଦ ଥାଇକି ସେ କେତେ କାନ୍ଦୁଛି, ସକାଳୁ ବସି କାନ୍ଦୁଛି, ତା ଛୁଆ ପିଲା ଧରିକି କାନ୍ଦୁଛି। ଛୋଟ ଛୋଟ ଛୁଆ, ତାର 4-5 ବର୍ଷର ଛୁଆ ତାର। ଶୁଣୁଥିବେ ମାନେ ତାଙ୍କ ପାଖରେ କିଛି ସୁବିଧା ସୁଯୋଗ ପାଇଁ ଏପର୍ଯ୍ୟନ୍ତ ସରକାରୀ ମାନେ ଯୋଉ ଅଛି ସହାୟତା ମିଳିନାହିଁ, କି ଜିଲ୍ଲା ମାନେ ପ୍ରଶାସନ କି ମାନେ ଯୋଉ ପାରିଷଦ ଆସିନାହାନ୍ତି। ଆଉ ଗୋଟେ ଆମ ପାଖରେ ସେଇ ଗାଁର ମାନେ ଯୋଉ ଅଛି ମହିଳା ଅଛନ୍ତି, ତାଙ୍କୁ ପଚାରିକି ବୁଝିବା। ତାଙ୍କ ଖଣ୍ଡିଏ ଘରଟା ଥିଲା, ସେ ଭାଙ୍ଗି, ତାଙ୍କର ପରିବାରର କେହି ନାହାନ୍ତି, ସଦସ୍ୟ କେହି ନାହାନ୍ତି। ଯଦି କେହି ନାହାନ୍ତି, ତାଙ୍କର ମାନେ ଭଗବାନ ହିଁ ସାହା ଭରସା। ତାଙ୍କୁ ପଚାରିକି ବୁଝିବା କ'ଣ ତାଙ୍କର ଅସୁବିଧା ଅଛି। कितना नहीं हमें 4 दिन हेलानी ये भूख प्यासा रहती ना। और दीवार गिर गया एकदम पूरा वीरान हो गया। हम लोग तो कहीं बैठने का भी सुविधा ही नहीं। मेरा तो बेटी है और एक भांजा, हम लोग उसी बिगड़ परेशान होती ना। 2-3 दिन बस हुआ ना, खाना ना पिया ना कुछ ही नहीं। देखो हमारा काउंसलर ऐसा कोई साथ देती नहीं, कोई आके पूछती नहीं, करती नहीं। ମାନେ ଯୋଉ ଆସିନାହାନ୍ତି, କୌଣସି ପ୍ରକାର ସେ ପଚାରୁନାହାନ୍ତି କି ବୁଝୁନାହାନ୍ତି। ତାଙ୍କ ପାଖରେ ଯୋଉ ଅଛି ଆଉ ଗୋଟେ ମାନେ ଯୋଉ ଅଛି ମାଉସୀ ଅଛନ୍ତି, ତାଙ୍କୁ ପଚାରିବା। ଏଇ ଯୋଉ ପାଣିରେ ଆଠୁ ପାଣିରେ ଯୋଉ ବହିଛନ୍ତି, ତାଙ୍କର ଯୋଉ ଅଛି ଅସୁବିଧା କ'ଣ ଅଛି ମାଉସୀ ଆପଣଙ୍କର?
हमारा घर में पानी पड़ गया 3-4 रोज से। हमारे माँ बच्चे सब छोटे छोटे बच्चे को लेके बैठी ना, सब हमारा कोई पूछने वाला नहीं। हमारे भूख पास रहती ना, हमारा दीवार फट गया, पानी घर के भीतर पड़ गया, तो मेरा तो कोई पूछने वाला है नहीं। आगे आगे मासी खाला करके हाथ जोड़ के हमारे को मांगेंगे वोट, हमारे देंगे, हमारा कौन पूछता है सब। मैं बूढ़ी आदमी, मेरा पानी मैं एक पासा पानी में पड़ी हूँ आज को 3 रोज से, मेरा कौन पूछने वाला है।